ଆମର ଏଥର 139ଟି ହୋମଗାର୍ଡ଼ ପଦବୀ ପାଇଁ ଆମେ ଆପ୍ଲିକେସନ୍ ଆହ୍ୱାନ କରିଥିଲୁ ଏବଂ ତା'ର ଶେଷ ଦିନ ରଖାହେଇଥିଲା ଆମର ଗତ ଶନିବାର ଦିନ। ତାପରେ ଏବେ ଆମର ସ୍କ୍ରୁଟିନ୍ ଚାଲିଛି ଏବଂ ରିକ୍ରୁଟମେଣ୍ଟ ପ୍ରୋସେସ୍ ଷ୍ଟାର୍ଟ ହେବ। କିଛି ଦିନ ତଳେ ଆମେ ଖବର ପାଇଲୁ ଯେ କିଛି ଠକ କିଛି ହୋମଗାର୍ଡ଼ ଯେଉଁମାନେ ସବୁ ହୋମଗାର୍ଡ଼ ଆଶାୟୀଙ୍କି ମାନେ ଆଶ୍ୱାସନା ଦେଉଛନ୍ତି ଯେ ଆମେ କରିଦେଲେ କିଛି ପଇସା ମାଧ୍ୟମରେ ଆମେ କରିଦେବୁ। ତେଣୁ ଆମେ ଖବର ପାଇଲା ପରେ ଆପଣମାନଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଇଛୁ ଏବଂ ପୁଣି ଜଣାଇବା ପାଇଁ ଚାହୁଁଛୁ ଯେ ସେପରି କିଛି ନାହିଁ, ପୁରା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆମେ ଅବଲମ୍ବନ କରୁଛୁ ଏ ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସ୍ରେ। ଯଦି ସେପରି କେହି କିଛି ଲାଞ୍ଚ ମାଗେ ତାହେଲେ ନିଶ୍ଚୟ ସେମାନେ ଆମକୁ ଯେଉଁ ନମ୍ବର ଆମେ ସେୟାର କରୁଛୁ ଆପଣମାନଙ୍କ ମାଧ୍ୟମରେ ସେଥିରେ ଜଣାଇବେ। ମୋର ପର୍ସନାଲ୍ ନମ୍ବର ବି ସେୟାର କରୁଛି, ଯେହେତୁ ମୁଁ ଏଠି କିଛି ଦିନ ରହିଥିଲି ତେଣୁ ସମସ୍ତଙ୍କର ମୋ ନମ୍ବର ଅଛି। ତେଣୁ ସେମାନେ ଆମ ଏଇ ନମ୍ବରରେ ଆମକୁ ଜଣାଇଲେ ଆମେ ନିଶ୍ଚିତ ଭାବରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ। ତେଣୁ ସମସ୍ତଙ୍କୁ ଆପଣମାନଙ୍କ ମାଧ୍ୟମରେ ମୁଁ କହୁଛି ଆମେ ଅଟମୋଷ୍ଟ ମାନେ ସିନସିୟରିଟି ନେବୁ, ଏଥିରେ ମେଣ୍ଟେନ୍ କରିବୁ, ପୁରା ସ୍ୱଚ୍ଛତା ମେଣ୍ଟେନ୍ କରିବୁ, ପୁରା ସିନସିୟରଲି ଆମେ ଲାଗିଛୁ କେମିତି ମେରିଟୋରିୟସ୍ ପିଲା ପାଆନ୍ତୁ। ତେଣୁ ଯେଉଁମାନେ ଠିକ୍ ଅଛନ୍ତି ମେରିଟ୍ରେ ଅଛନ୍ତି ସେମାନେ ଚେଷ୍ଟା କରନ୍ତୁ ତାଙ୍କ ଦମରେ ପାଇବା ପାଇଁ, ସେମାନଙ୍କୁ ମେରିଟ୍ରେ ପାଇବା ପାଇଁ। କୌଣସି ପ୍ରକାର କୌଣସି ଠକେଇରେ ସେମାନେ ପଡ଼ିବା ଉଚିତ ନୁହଁ। ତେଣୁ ସମସ୍ତେ ଚେଷ୍ଟା କରନ୍ତୁ ପରୀକ୍ଷା ଯେମିତି ଆମେ ଡେଟ୍ ଦେଉଛୁ ଯାହା ଯାହା ଅଛି ଆମର ଇଭେଣ୍ଟସ୍ ସେଇଭଳି ସେମାନେ ରିଟିନ୍ ଭାଇଭସ୍ ତା ସହିତ ଇଭେଣ୍ଟସ୍ ଯାହା ଅଛି ଆଟେଣ୍ଡ କରନ୍ତୁ। ଆମେ ନିଶ୍ଚୟ ଭାବରେ ଆମର ଯେତିକି ଷ୍ଟାଫ୍ ରହିଲୁ ଆମେ ଚେଷ୍ଟା କରୁଛୁ ଏବଂ ଚେଷ୍ଟା ତ କରିବୁ 100% ଏବଂ କହିବି ଯେ ନିଶ୍ଚୟ ଆମେ ସ୍ୱଚ୍ଛତା ମେଣ୍ଟେନ୍ କରିକି ଯୋଗ୍ୟ ବ୍ୟକ୍ତି ଏଥିରେ ଆପଏଣ୍ଟମେଣ୍ଟ ହେବେ।